ଆନନ୍ଦ କହିବେ, ରୁବି ଦିଦି, ନୀଲମ, ତମେ ଦି ଜଣ କାନ ଖୋଲିକି ଶୁଣି ରଖ। ତମ ଦି ଜଣଙ୍କର ବ୍ୟବହାର ପରିବର୍ତ୍ତନ କର। ତମେ ଦି ଜଣ ଯାକ ପୁଣି ଯଦି କାହାକୁ ଏମିତି ବିହେଭ୍ କରୁଥିବାର ମୁଁ ଦେଖିବି, ତାହେଲେ ସେଦିନ ତମର ଏ ଘରେ ଶେଷ ଦିନ ହେବ। କେବଳ ପଲ୍ଲବୀର କଥା ରଖି ମୁଁ ତମ ଦି ଜଣଙ୍କୁ ଏ ଘରେ ରହିବାକୁ ରାଜି ହେଇଛି। ତ ଏଥିରୁ ଚିନ୍ତା କରନ୍ତୁ କେତେ ମହାନ ହେଉଛି ପଲ୍ଲବୀ। ବିନୋଦ, ଗୌରବ, ଆସ ଖାଇକି ଯିବ। ତାପରେ ସମସ୍ତେ ଡାଇନିଂ ଟେବୁଲକୁ ଖାଇବାକୁ ଯାଉଛନ୍ତି। ଆଉ ଏପଟେ ରୁବି ରାଗିକି କହୁଛନ୍ତି, ଆଜି ସମସ୍ତଙ୍କର ସାମ୍ନାରେ ସେ ପଲ୍ଲବୀ ମୋ ଗୁରୁମ ପେଦାରେ ପକେଇଦେଲା। ଆଉ ମୋତେ ଏ ଘରେ ରହିବାକୁ ଦେଇ ସମସ୍ତଙ୍କ ସାମ୍ନାରେ ସେ ମହାନ ହେଇଗଲା। ନାଇଁ, ବହୁତ ହେଇଗଲା ଏସବୁ। ଏବେ ମୁଁ ସେ ପଲ୍ଲବୀକୁ ଲୁଚାଚୁରା ନୁହଁ, ଖୋଲା ଖୋଲି ଚ୍ୟାଲେଞ୍ଜ କରିବି। ସେ ମୋତେ ବର୍ବାଦ କରିଦେଲା ନା, ଏବେ ମୁଁ ତାକୁ ବର୍ବାଦ କରିଦେବି। ତା ମହାନ ଦେଖେଇ ହେବା ଛଡ଼େଇ ଦେବି ମୁଁ। ଏହା ଶୁଣି ନୀଲମ କହିବେ, ବାସ୍ ମାମା, ସବୁବେଳେ ବୋହୂବାଲା ରାମାୟଣ ଶୁଣେଇବାର ବନ୍ଦ କର। ମୁଁ ତମକୁ କହିଥିଲି ନା, ବହୁତ ଭଲ ଦେଖେଇ ହେଇ ସୁଯୋଗ ପାଇଲା ମାତ୍ରେ ବେକ କାଟିଦେଲା ଭଳି କାଇଦା ଶିଖ। ତାପରେ ରୁବି କହିବେ, କ'ଣ କହିଲୁ ତୁ? ଭଲ ଦେଖେଇ ହେବି, ପୁଣି ସେ ପଲ୍ଲବୀ ସାମ୍ନାରେ? ଏହାପରେ ନୀଲମ କହିବେ, ମାମା, ଆମେ ପଲ୍ଲବୀକୁ ବର୍ବାଦ କରିବା, କିନ୍ତୁ ଏମିତି ନୁହେଁ ଯେମିତି ତମେ ଭାବୁଛ। ଏମିତି ଓପନ୍ ଚ୍ୟାଲେଞ୍ଜ ଦେଇ ତମେ ତାର କିଛି ବି କରିପାରିବନି। ଆଉ ଭୁଲ ଜାଗାରେ ଭୁଲ କଥା କହିବାର ପରିମାଣ କ'ଣ ହେଲା ତମେ ଦେଖିଲ ତ? ସମସ୍ତଙ୍କ ସାମ୍ନାରେ ଆମର ମାନ ସମ୍ମାନ ଇଜ୍ଜତର ଧ୍ୱଜା ଉଡ଼ିଗଲା। ଏଥିରୁ ତ କିଛି ଶିଖ। ତାପରେ ରୁବି କହିବେ, ଅବଶ୍ୟ ତୁ ଠିକ୍ କଥା କହୁଛୁ। ମୁଁ ହିଁ ରାଗରେ ଟିକେ ବହକି ଯାଇଥିଲି, କିନ୍ତୁ ମୁଁ ତ ଏ କଥାର ଆରମ୍ଭ କରିସାରିଲିଣି। ରହ, ତୁ ଏବେ ବୁଝିଯିବୁ। ଏହା କହି ରୁବି କାହାକୁ ଗୋଟେ କଲ୍ କରୁଛନ୍ତି। ଆଉ କହୁଛନ୍ତି, ବ୍ୟସ୍ତ ହେବାର ଦରକାର ନାହିଁ, ସବୁ କିଛି ସେଟ୍ ହେଇଗଲା। ଏବେ ମୁଁ ଏଠୁ କୁଆଡ଼େ ବି ଯାଉନି। ମୁଁ ମହାପାତ୍ର ମେନ୍ସନରେ ହିଁ ରହିବି। ଆଉ ଏମାନଙ୍କୁ ବର୍ବାଦ କରିଦେବା ପାଇଁ ଆଗରୁ ଯେମିତି ଅପଡେଟ୍ ମିଳୁଥିଲା ଆପଣଙ୍କୁ, ଏବେ ବି ଆଗକୁ ସେମିତି ଅପଡେଟ୍ ମିଳିବ। ଆଉ ଏପଟେ କଲରେ ଏମଏଲଏ ଥାଇ କହିବେ, ଥ୍ୟାଙ୍କ ୟୁ ରୁବି ମ୍ୟାଡାମ, ତମେ ସେ ମହାପାତ୍ର ମେନ୍ସନକୁ ବର୍ବାଦ କରି ଚାଲ, ଆଉ ମୁଁ ସେ ମହାପାତ୍ର ଫ୍ୟାମିଲିକୁ ବାହାରୁ ବର୍ବାଦ କରି ଚାଲିଛି। ତାପରେ ରୁବି କହିବେ, ଓକେ, ଗୁଡ୍ ନାଇଟ୍ ଏମଏଲଏ ଭରଦ୍ୱାଜ ସାର୍। ଏହା ଶୁଣି ନୀଲମ ପୁରାପୁରି ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ଆଉ ଏପଟେ ପଲ୍ଲବୀ ଆଦର୍ଶକୁ ବାଡ଼େଇବା କଥା ଭାବିଛନ୍ତି। ଆଉ କାନ୍ଦିକି କହୁଛନ୍ତି, ନାଇଁ ଆଦର୍ଶ, ତମେ କ୍ରିମିନାଲ ନୁହଁ। ତମର କିଛି ଦୋଷ ନାହିଁ। ଦୋଷ ତ ମୋର। ମୁଁ ତମ ଉପରକୁ ହାତ ଉଠେଇ ଦେଇଛି। ତାପରେ ରାଗିକି ଆଇନା ପାଖକୁ ଯାଇ କହିବେ, ୟାର ଶାସ୍ତି ତତେ ନିଶ୍ଚୟ ମିଳିବ ପଲ୍ଲବୀ। ଆରେ, ପତି ପାଇଁ ତ ତା ପତ୍ନୀ ଜୀବନ ଦେଇପାରେ, କିନ୍ତୁ ତୁ ତ ପତି ଉପରକୁ ହାତ ଉଠେଇଛୁ ନା, ୟାର ଶାସ୍ତି ତତେ ନିଶ୍ଚୟ ମିଳିବା ଦରକାର। ଏ ହାତରେ ତୁ ଆଦର୍ଶକୁ ବାଡ଼ି ଉଠେଇଥିଲୁ ନା। ଏହା କହି ନିଜ ହାତକୁ ମହମବତୀରେ ହାତ ରଖି ଦେଉଛନ୍ତି। ଏହି ସମୟରେ ଆନନ୍ଦ ଆସି ଯାଉଛନ୍ତି। ଆଉ ପଲ୍ଲବୀକୁ ଏମିତି କରୁଥିବାର ଦେଖି ପଲ୍ଲବୀକୁ ଅଟକେଇବାକୁ ଚେଷ୍ଟା କରୁଛନ୍ତି। ଆଉ କହୁଛନ୍ତି, ପଲ୍ଲବୀ, ତୁ କ'ଣ ପାଗେଲି ହେଇଗଲୁଣି କ'ଣ? ତୁ ଏସବୁ କ'ଣ କରୁଛୁ? ତାପରେ ପଲ୍ଲବୀ କହିବେ, ବାବା, ମୁଁ ଏ ହାତରେ ମୋ ଅଜାଣତରେ ଆଦର୍ଶ ଉପରକୁ ବାଡ଼ି ଉଠେଇ ଦେଇଛି। ତେଣୁ ମୋତେ ଶାସ୍ତି ମିଳିବା ଦରକାର। ଏ ହାତ ମୋର ପୋଡ଼ିଯିବା ଦରକାର ବାବା। ତାପରେ ଆନନ୍ଦ କହିବେ, ପଲ୍ଲବୀ, ହୋସକୁ ଆସ। ତୁ କହିଲୁ ନା, ମଣିଷ ଅଜାଣତରେ କେତେ କ'ଣ ଭୁଲ କରିବ, ସେ ତାହା ବୋଲି କ'ଣ ନିଜକୁ କିଏ ଏମିତି ଶାସ୍ତି ଦିଏ? ଏସବୁ କରି ତୁ ଆଦର୍ଶକୁ କ'ଣ ଆହୁରି କଷ୍ଟ ଦେବାକୁ ଚାହୁଁଛୁ? ତାପରେ ପଲ୍ଲବୀ କହିବେ, ବାବା, ମୋତେ ବି ବହୁତ କଷ୍ଟ ହେଉଛି। ମୁଁ ତାଙ୍କୁ ଲୋକ ଭିତରେ ଦେଖି ସହିପାରୁନି ବାବା। ତାପରେ ଆନନ୍ଦ କହିବେ, ଏଇଟା ସମୟ ସମୟର ଖେଳ ମା। ବେଳେ ବେଳେ ଏମିତି ପରିସ୍ଥିତି ଆସେ ଯେ ମଣିଷକୁ ବହୁତ ହତାଶ ଲାଗେ। ଏଇ ସମୟରେ ଧୈର୍ଯ୍ୟ ହିଁ ଏକମାତ୍ର ଭରସା। ତୁ ଜମା ଚିନ୍ତା କରନି ମା, ମୁଁ ଅଛି ନା। ତ ଦର୍ଶକ ବନ୍ଧୁ, ରୁବି ଆଉ ଏମଏଲଏ ପୁଣି ଥରେ ପଲ୍ଲବୀ ଆଉ ଆଦର୍ଶକୁ ଅଲଗା କରିଦେବେ କି? ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ।